ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଏପରି କିଛି କହିବାକୁ ଯାଉଛି ଯାହା ଆପଣଙ୍କୁ ବହୁତ ସରଳ ମନେ ହେବ, କିନ୍ତୁ ଏହାକୁ ଆପଣ ସମ୍ପୂର୍ଣ୍ଣ ଶୁଣିବା ପରେ ଆପଣ ସେହି ସରଳତା ପଛରେ ଲୁଚି ରହିଥିବା ଗଭୀର ଶକ୍ତିକୁ ଅନୁଭବ କରିବେ। ବନ୍ଧୁମାନେ, ଆପଣଙ୍କ ଜୀବନରେ କେବେ ଏପରି ସମୟ ଆସିଛି କି ଯେତେବେଳେ ସବୁକିଛି ଭଲ ଚାଲିଥିଲା, କାମ ସଫଳ ହେଉଥିଲା, ଘରେ ଶାନ୍ତି ଥିଲା ଏବଂ ଆପଣଙ୍କ ପରିବାରରେ ଖୁସି ବିରାଜମାନ ଥିଲା, କିନ୍ତୁ ଗୋଟିଏ ଦିନ ଏଭଳି ଆସିଲା ଯେଉଁଦିନ କି ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା। ଏଭଳି ଅନୁଭବ ହେଲା ଯେପରି କେହି ଗୋଟିଏ ଝଟକାରେ ସବୁକିଛି ନଷ୍ଟ କରିଦେଇଛି। ଯେପରି ହସରେ ଭରା ଏକ ଘର ଯେମିତିକି ସମ୍ପୂର୍ଣ୍ଣ ଭାବରେ ଲୁହରେ ବୁଡ଼ି ଯାଇଛି। ଯେପରି ସମାପ୍ତ ହେବାକୁ ଥିବା ଏକ ପ୍ରକଳ୍ପ ରାତାରାତି ଭାଙ୍ଗି ପଡ଼ିଲା। ଆପଣ ଭାବୁଛନ୍ତି, ଏହା କିପରି ହେଲା? ଏହା କାହିଁକି ହେଲା? ଏହା କିଏ କଲା? ତଥାପି ଆପଣ କୌଣସି ଉତ୍ତର ପାଉନାହାନ୍ତି। ବନ୍ଧୁମାନେ, କେତେବେଳେ ଏକ ଅଦ୍ଭୁତ ଅସ୍ଥିରତା ପରିବାରକୁ କବଳିତ କରିଦିଏ। ବିନା କାରଣରେ ଯୁକ୍ତିତର୍କ ହୁଏ, ପିଲାମାନେ ଅସୁସ୍ଥ ହୋଇପଡ଼ନ୍ତି ଏବଂ ଟଙ୍କା ହାତକୁ ଆସିବା ମାତ୍ରେ ଖସିଯାଏ। ଆପଣ ଡାକ୍ତରଙ୍କୁ ଦେଖା କରନ୍ତି ଏବଂ ଔଷଧ ଖାଆନ୍ତି, କିନ୍ତୁ କୌଣସି ଆରାମ ପାଆନ୍ତି ନାହିଁ। ଆପଣ କଠିନ ପରିଶ୍ରମ କରନ୍ତି, କିନ୍ତୁ ଆପଣଙ୍କୁ ପରିଶ୍ରମର କୌଣସି ଫଳ ମିଳେ ନାହିଁ। ଆପଣ ସମ୍ପର୍କକୁ ଯୋଡ଼ି ରଖିବା ପାଇଁ ଚେଷ୍ଟା କରନ୍ତି, ତଥାପି ବି ସମ୍ପର୍କ ଭାଙ୍ଗି ପଡ଼େ। ବନ୍ଧୁମାନେ, ଏହି ହଠାତ୍ ବିପର୍ଯ୍ୟୟ ସର୍ବଦା ଏକ କେବଳ ସଂଯୋଗ ନୁହେଁ। ପ୍ରାୟତଃ ଏହା କାହାର ମନ୍ଦ ଉଦ୍ଦେଶ୍ୟ, ଈର୍ଷା କିମ୍ବା ଆପଣଙ୍କ ଉପରେ ଲଗାଯାଇଥିବା ନକାରାତ୍ମକ ମନ୍ତ୍ରରୁ ଉତ୍ପନ୍ନ ହୁଏ, ଯାହାକୁ ଆମେ ସାଧାରଣତଃ କୁଦୃଷ୍ଟି କିମ୍ବା ଯାଦୁ ମନ୍ତ୍ର ବୋଲି କହିଥାଉ। ଯେତେବେଳେ ଏହା ଘଟେ, କେବଳ କଠିନ ପରିଶ୍ରମ, ପ୍ରାର୍ଥନା କିମ୍ବା ଔଷଧ ଯଥେଷ୍ଟ ନୁହେଁ। ଆପଣଙ୍କୁ କିଛି ପ୍ରତିକାର ମଧ୍ୟ ଆବଶ୍ୟକ, ଯାହା ସେହି ପ୍ରକ୍ଷେପିତ ମନ୍ଦକୁ ତା'ର ଉତ୍ସକୁ ଫେରାଇ ଆଣେ। ଏବଂ ମୁଁ ଆଜି ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛି, ତାହା ଠିକ୍ ସେହିପରି। ବନ୍ଧୁମାନେ, ପ୍ରଥମେ ବୁଝନ୍ତୁ ଯେ ଏହି କାର୍ଯ୍ୟ ପାଇଁ ଆପଣ କାହିଁକି ଲେମ୍ବୁକୁ ଗୁରୁତ୍ୱ ଦେବେ। ଦୁନିଆରେ ଅଗଣିତ ଫଳ ଅଛି, ତେବେ ଲେମ୍ବୁ ହିଁ କାହିଁକି? ଏହି ପ୍ରଶ୍ନଟି ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଏହାକୁ ବୁଝି ନ ପାରନ୍ତି, ତେବେ ଏହି ପ୍ରତିକାର ସତ୍ୟ ଉଦ୍ଦେଶ୍ୟ ସହିତ ପରିପୂର୍ଣ୍ଣ କାର୍ଯ୍ୟ ନୁହେଁ, ବରଂ ଏକ କେବଳ ଯାନ୍ତ୍ରିକ କାର୍ଯ୍ୟ ହୋଇ ରହିଯାଏ। ଏବଂ ଏକ ପ୍ରତିକାର କେବଳ ସେତେବେଳେ କାମ କରେ ଯେତେବେଳେ ଏହା ଏପରି ଉଦ୍ଦେଶ୍ୟ ଦ୍ୱାରା ସମର୍ଥିତ। ବନ୍ଧୁମାନେ, ଲେମ୍ବୁ ଅନନ୍ୟ କାରଣ। ଏହା ଏକାଥରକେ ଖଟା, କଠିନତା ଏବଂ ଶୁଦ୍ଧିକରଣ ଗୁଣକୁ ମୂର୍ତ୍ତିମନ୍ତ କରିଥାଏ। ଏହାର ଖଟା ସ୍ୱାଦ ନକାରାତ୍ମକ ଶକ୍ତିକୁ କାଟିଦିଏ, ଯେତେବେଳେ କି ଏହାର କଠିନତା ଏହାକୁ ନଷ୍ଟ କରେ। ଶୁଦ୍ଧିକରଣର ଗୁଣ ସେହି ସ୍ଥାନକୁ ସଫା କରେ ଯେଉଁଠାରେ ନକାରାତ୍ମକ ଶକ୍ତି ଥରେ ବାସ କରୁଥିଲା। ଏହି କାରଣରୁ ଲେମ୍ବୁକୁ ଶତାବ୍ଦୀ ଧରି କୁଦୃଷ୍ଟିରୁ ଦୂର କରିବା, ଘର ସଫା କରିବା ଏବଂ ଦୂଷିତ ପ୍ରଭାବକୁ ନିରପେକ୍ଷ କରିବା ପାଇଁ ବ୍ୟବହାର କରାଯାଇ ଆସୁଛି। ଆମର ପୂର୍ବପୁରୁଷମାନେ ଲେମ୍ବୁକୁ ଆମ୍ଳରତ୍ନ ବୋଲି କହିଥିଲେ। ଏକ ଅମ୍ଳତାର ମଣି, ଅର୍ଥାତ୍ ଏକ ମଣି ଯାହା ଏହାର ଅମ୍ଳ ପ୍ରକୃତିର ଶକ୍ତି ମାଧ୍ୟମରେ ଦୁଷ୍ଟତାକୁ ଛିନ୍ନ କରେ। ଲେମ୍ବୁରେ ଆଉ ଏକ ଅନନ୍ୟ ଗୁଣ ଅଛି, ଯାହା ଏହାକୁ ଅନ୍ୟମାନଙ୍କଠାରୁ ଅଲଗା ବନାଏ। ଲେମ୍ବୁ କାଟିବା କ୍ଷଣି ଏହାର ଆଭ୍ୟନ୍ତରୀଣ ଶକ୍ତି ସକ୍ରିୟ ହୁଏ। ଯେଉଁ ରସ ବାହାରେ, ତାହା କେବଳ ଖଟା ତରଳ ନୁହେଁ, ଏହା ଏକ ଶକ୍ତି ଯାହା ଚାରିପାଖରେ ଥିବା ନକାରାତ୍ମକତାକୁ ନିଜ ଭିତରେ ଶୋଷିତ କରିପାରେ। ଯେତେବେଳେ ଏହି କଟା ଲେମ୍ବୁକୁ ଦ୍ୱାର ବାହାରେ ରଖାଯାଏ, ଏହା ଏକ ଚୁମ୍ବକ ପରି କାର୍ଯ୍ୟ କରେ। ସମସ୍ତ ଆସୁଥିବା ନକାରାତ୍ମକ ଶକ୍ତି, ମନ୍ଦ ଦୃଷ୍ଟି ଏବଂ ଦୂଷିତ ମନ୍ତ୍ରକୁ ନିଜ ଭିତରକୁ ଟାଣି ନେଇଥାଏ ଏବଂ ସେମାନଙ୍କୁ ଘରେ ପ୍ରବେଶ କରିବାକୁ ବାଧା ଦିଏ। ତେଣୁ ବନ୍ଧୁମାନେ, ଯେତେବେଳେ ଆପଣଙ୍କ ଘରେ କୌଣସି କାରଣ ବିନା ସମସ୍ୟା ଆସେ କିମ୍ବା ହଠାତ୍
କିଛି ଭୁଲ ହେବା ଆରମ୍ଭ ହୁଏ, ଏହା ଆପଣଙ୍କର ପ୍ରଥମ ପଦକ୍ଷେପ ହେବା ଉଚିତ। ଏବେ ଆସନ୍ତୁ ଆମେ ଜାଣିବା ଯେ ଶନିବାର ଦିନ ଆପଣଙ୍କୁ କେଉଁ ଉପାୟ କରିବାର ଅଛି। କାରଣ ଏହି ପ୍ରତିକାରଟି ଶନିବାର ଦିନ ହିଁ କରିବା ଦ୍ୱାରା ଆପଣଙ୍କୁ ସର୍ବୋତ୍ତମ ଫଳ ପ୍ରାପ୍ତି ହେବ। ଶନିବାରଟି ହେଉଛି ନ୍ୟାୟର ଦେବତା ଶନିଙ୍କର ବାର। ଯେକୌଣସି ପକ୍ଷପାତିତା କରନ୍ତି ନାହିଁ ଏବଂ ନିଶ୍ଚିତ କରନ୍ତି ଯେ ଦୁଷ୍ଟ କାର୍ଯ୍ୟର ପରିଣାମ ବିଳମ୍ବ ନକରି ଫେରିଆସିବ। ତଥାପି ବନ୍ଧୁମାନେ, ଶନିଦେବ କେବଳ ଦଣ୍ଡଦାତା ନୁହନ୍ତି, ସେ ନ୍ୟାୟ ପ୍ରଦାନକାରୀ। ତ ଆପଣ କ'ଣ କରିବେ ନା, ଶନିବାର ଦିନ ହିଁ ଆପଣଙ୍କୁ ଏହି ଉପାୟଟି କରିବାର ଅଛି। ଆପଣ ମୂଳତଃ ନ୍ୟାୟ ଦେବତାଙ୍କୁ ଆକୁଳ କରୁଛନ୍ତି। ତାଙ୍କୁ ଆପଣଙ୍କ ଉପରେ ହୋଇଥିବା ଅନ୍ୟାୟ ଏବଂ ଆପଣଙ୍କ ଉପରେ ନିର୍ଦ୍ଦେଶିତ ମନ୍ଦକୁ ତାର ଉତ୍ସକୁ ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି। ଶନିଦେବ ସ୍ୱଭାବତଃ ନ୍ୟାୟବାନ। ତ ଯେତେବେଳେ ଏହି ପ୍ରତିକାର ଶନିବାର ଦିନ ଆପଣ କରୁଛନ୍ତି, ତ ଏହା ସବୁଠାରୁ ଶକ୍ତିଶାଳୀ ହେବ। କାରଣ ସେତେବେଳେ ନ୍ୟାୟର ଶକ୍ତି ତାର ଶୀର୍ଷରେ ଥାଏ। ଆପଣଙ୍କର ରୀତି ସର୍ବାଧିକ ଗତିରେ କାମ କରିବା ପାଇଁ ଏହି ଶକ୍ତିର ତରଙ୍ଗ ଉପରେ ଚଢ଼େ। ଏହା ବ୍ୟତୀତ ଆପଣ ଏହି ଉପାୟଟି ସକାଳ ସମୟରେ କରିବା ଉଚିତ। କାରଣ ସକାଳ ସମୟଟି ନୂତନ ଆରମ୍ଭର ପ୍ରତୀକ। ପ୍ରତ୍ୟେକ ସକାଳ ଏକ ନୂତନ ସୁଯୋଗ ଆଣିଥାଏ, ଏକ ନୂତନ ସମ୍ଭାବନା ଆଣିଥାଏ ଏବଂ ଯେତେବେଳେ ଆପଣ ସେହି ସମ୍ଭାବନାକୁ ମନରେ ରଖି ଏହି ପ୍ରତିକାର କରନ୍ତି, ଏହା ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ ହୁଏ। ତ ବନ୍ଧୁମାନେ, ଏହି ଉପାୟଟି ପାଇଁ ଆପଣଙ୍କୁ ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବାକୁ ପଡ଼ିବ। ତାପରେ ଆପଣ ସ୍ନାନ କରିନିଅନ୍ତୁ ଏବଂ ଶୁଦ୍ଧ ବସ୍ତ୍ର ପିନ୍ଧନ୍ତୁ। ପ୍ରଥମେ ଆପଣଙ୍କର ପୂଜା ଘରେ ଏକ ଦୀପ ଜାଳନ୍ତୁ। ଆପଣଙ୍କ ମନରେ ଭଗବାନ ଶନିଙ୍କୁ ପ୍ରାର୍ଥନା କରନ୍ତୁ, ହେ ନ୍ୟାୟର ପ୍ରଭୁ, ମୁଁ ଆଜି ଆପଣଙ୍କ ସମ୍ମୁଖରେ ଏହି ପ୍ରତିକାର କରୁଛି। ଦୟାକରି ମୋ ଘରକୁ ଯେଉଁ ଦୁଷ୍ଟତା ଆସିଛି ତାହା ଫେରାଇ ନିଅନ୍ତୁ। ତାପରେ ରୋଷେଇ ଘରକୁ ଯାଆନ୍ତୁ ଏବଂ ଏକ ସତେଜ ଲେମ୍ବୁ ଆଣନ୍ତୁ, କିମ୍ବା ଯଦି ଆପଣଙ୍କର ବାଡ଼ିରେ ଲେମ୍ବୁ ଗଛ ଅଛି ତ ଏକ ସତେଜ ଲେମ୍ବୁ ତୋଳି ଆଣନ୍ତୁ। ଏହାର ଆକାର କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଏହା ସତେଜ ହୋଇଥିବା ଆବଶ୍ୟକ। ପଚି ନଥିବା କିମ୍ବା କୌଣସି ଦାଗ ନ ପଡ଼ିଥିବା ଆବଶ୍ୟକ। ଆପଣଙ୍କର ହାତ ପାପୁଲି ମଝିରେ ଲେମ୍ବୁକୁ ଧରି ରଖନ୍ତୁ। ଆଖି ବନ୍ଦ କରନ୍ତୁ ଏବଂ ମନରେ ଏହା 3 ଥର ପୁନରାବୃତ୍ତି କରନ୍ତୁ, ହେ ଲେମ୍ବୁ, ତୁମେ ଶୁଦ୍ଧିର ପ୍ରତୀକ ଏବଂ ନ୍ୟାୟର ଏକ ଅସ୍ତ୍ର। ମୋ ଘରକୁ ଯାହା ବି ଦୁଷ୍ଟତା ପଠାଯାଇଛି ତାହା ଶୋଷିତ କର ଏବଂ ଏହାକୁ ପଠାଇଥିବା ବ୍ୟକ୍ତିଙ୍କୁ ଫେରାଇ ଦିଅ। ଏବେ ଏକ ଛୁରୀ ନିଅନ୍ତୁ ଏବଂ ଲେମ୍ବୁକୁ ଅଧା କାଟି ଦିଅନ୍ତୁ। 2ଟି ସମାନ ଖଣ୍ଡ କାଟି ଦିଅନ୍ତୁ। ଆପଣ ଲେମ୍ବୁକୁ କାଟିବା ସମୟରେ ନିଜକୁ କୁହନ୍ତୁ, ଯେପରି ଏହି ଲେମ୍ବୁକୁ କାଟି ଦିଆଯାଉଛି, ସେହିପରି ମୋ ଶତ୍ରୁର ପ୍ରତ୍ୟେକ ଦୁଷ୍ଟ ଯୋଜନାକୁ କାଟି ଦିଆଯାଉଛି। ପ୍ରତ୍ୟେକ ଦୁଷ୍ଟ ମନ୍ତ୍ରକୁ କାଟି ଦିଆଯାଉଛି। ପ୍ରତ୍ୟେକ ମନ୍ଦ ଉଦ୍ଦେଶ୍ୟ ନିଷ୍କ୍ରିୟ କରାଯାଉଛି। ଆପଣଙ୍କର ମୁଖ୍ୟ ପ୍ରବେଶ ଦ୍ୱାରରୁ ବାହାରକୁ ଆସନ୍ତୁ ଏବଂ ଦ୍ୱାରର ଉଭୟ ପାର୍ଶ୍ୱରେ 2ଟି ଅଧା ଲେମ୍ବୁ ରଖନ୍ତୁ, ଗୋଟିଏ ବାମ ପାର୍ଶ୍ୱରେ ଏବଂ ଗୋଟିଏ ଡାହାଣ ପାର୍ଶ୍ୱରେ। କଟା ପୃଷ୍ଠଗୁଡ଼ିକୁ ବାହାର ଆଡ଼କୁ ମୁହଁ କରି ରଖନ୍ତୁ। ସାରା ଦିନ ପାଇଁ ଲେମ୍ବୁ ଖଣ୍ଡଗୁଡ଼ିକୁ ସେଠାରେ ରଖନ୍ତୁ। ସେଗୁଡ଼ିକୁ ଉଠାନ୍ତୁ ନାହିଁ, ଘୁଞ୍ଚାନ୍ତୁ ନାହିଁ କିମ୍ବା ଅନ୍ୟ କାହାକୁ ସ୍ପର୍ଶ କରିବାକୁ ଦିଅନ୍ତୁ ନାହିଁ। ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ 2ଟି ଖଣ୍ଡକୁ ସଂଗ୍ରହ କରନ୍ତୁ ଏବଂ ଆପଣଙ୍କ ଘରଠାରୁ ଦୂରରେ ଏକ ଛକରେ ରଖନ୍ତୁ। ସେଗୁଡ଼ିକୁ ସେଠାରେ ରଖିବା ସମୟରେ କୁହନ୍ତୁ, ମୋ ଘରକୁ ଆସିଥିବା ମନ୍ଦ ଏବେ ଚାଲିଯାଉଛି, ଏହା ପଠାଇଥିବା ବ୍ୟକ୍ତିଙ୍କ ପାଖକୁ ଫେରିଯାଉଛି। ଗଛକୁ ନ ଚାହିଁ ସିଧା ଘରକୁ ଫେରନ୍ତୁ। ଏହି ଖଣ୍ଡଗୁଡ଼ିକ ଏକ ଛକରେ ରଖାଯାଇଛି କାରଣ ଏହା ଚାରିଦିଗର ମିଳନ ବିନ୍ଦୁ।
ଏହା ବିଶ୍ୱାସ କରାଯାଏ ଯେ ସେଠାରେ ରଖାଯାଇଥିବା ନକାରାତ୍ମକ ଶକ୍ତି ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ହେବା ପରିବର୍ତ୍ତେ ସମସ୍ତ ଦିଗରେ ବିସ୍ତାର କରେ। ଘରକୁ ଫେରିବା ପରେ ଆପଣଙ୍କର ହାତ ଏବଂ ଗୋଡ଼ ଧୋଇ ନିଅନ୍ତୁ। ଏକ ଗ୍ଲାସ୍ ପାଣି ପିଅନ୍ତୁ ଏବଂ ନୀରବରେ 3 ଥର ପୁନରାବୃତ୍ତି କରନ୍ତୁ। ମୋ ଘର ପବିତ୍ର, ମୋ ଘର ସୁରକ୍ଷିତ, ମୋ ଘର ପ୍ରେମ ଏବଂ ଶାନ୍ତିରେ ପରିପୂର୍ଣ୍ଣ। ପ୍ରତ୍ୟେକ ଥର ଏକ ତାଜା ଲେମ୍ବୁ ବ୍ୟବହାର କରି ଲଗାତାର 3ଟି ଶନିବାର ପାଇଁ ଏହି ଉପାୟ କରନ୍ତୁ। ପ୍ରଥମ ଶନିବାର ପରେ ଆପଣଙ୍କ ଘରର ପରିବେଶ ହାଲୁକା ଅନୁଭବ ହେବା ଆରମ୍ଭ କରିବ। ଦ୍ୱିତୀୟ ଶନିବାର ପରେ ଆପଣ ଦେଖିବେ ଯେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଆଗକୁ ବଢ଼ିବା ଆରମ୍ଭ କରିଛି। ତୃତୀୟ ଶନିବାର ସୁଦ୍ଧା ଆପଣଙ୍କ ବିରୁଦ୍ଧରେ ପଠାଯାଇଥିବା ମନ୍ଦତା ତାର ଉତ୍ସକୁ ଫେରିଆସିବ। ବନ୍ଧୁମାନେ, ଏହି ପ୍ରତିକାରର ଶକ୍ତିକୁ ବହୁଗୁଣିତ କରିବା ପାଇଁ ଆପଣ ଆଉ ଏକ ଅତିରିକ୍ତ ପଦକ୍ଷେପ ନେଇପାରିବେ। ପ୍ରତି ଶନିବାର ଆପଣଙ୍କ ଘରକୁ ସଫା କରନ୍ତୁ। ସମ୍ପୂର୍ଣ୍ଣ ଘରକୁ ଝାଡ଼ୁ ଲଗାନ୍ତୁ। ଯାହା ବି କୋଣରେ ଜମା ହୋଇଥିବା ଧୂଳି ସଫା କରନ୍ତୁ। ବୁଢ଼ିଆଣୀ ଜାଲ ସଫା କରନ୍ତୁ। କାରଣ ନକାରାତ୍ମକ ଶକ୍ତି ଅନ୍ଧାର, ଆବଦ୍ଧ ଏବଂ ଅବହେଳିତ ଅଞ୍ଚଳରେ ଜମିଯାଏ। ଯେତେବେଳେ ଘର ସଫା ଥାଏ ସେତେବେଳେ ଶକ୍ତିର ପ୍ରବାହ ଖୋଲା ରହିଥାଏ। ନକାରାତ୍ମକ ଶକ୍ତି ପାଇଁ କୌଣସି ସ୍ଥାନ ନଥାଏ। ସଫା କରିବା ପରେ ଲେମ୍ବୁ ରସ ମିଶ୍ରିତ ପାଣି ବ୍ୟବହାର କରି ସମଗ୍ର ଘରକୁ ସଫା କରନ୍ତୁ। ଏହା ତୁରନ୍ତ ଘରର ଶକ୍ତିକୁ ଶୁଦ୍ଧ କରିଥାଏ। ଘରର ପ୍ରତ୍ୟେକ କୋଣରେ ହାତତାଳି ବଜାଇ କାରଣ ଶବ୍ଦ ତରଙ୍ଗ ସୃଷ୍ଟି କରେ, ଯାହା ସ୍ଥିର ନକାରାତ୍ମକତାକୁ ଭାଙ୍ଗି ତାହାକୁ ବାହାର କରିଦିଏ। ପ୍ରତ୍ୟେକ ଶୁକ୍ରବାର ଦ୍ୱାରବନ୍ଧରେ ଏକ ଦୀପ ଜାଳନ୍ତୁ। ଯେଉଁ ଶୁକ୍ରବାର ମା ଲକ୍ଷ୍ମୀଙ୍କ ପାଇଁ ସମର୍ପିତ, ଘର ମଧ୍ୟରେ ସକାରାତ୍ମକ ଶକ୍ତିର ନିରନ୍ତର ପ୍ରବାହ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସ୍ମରଣ କରନ୍ତୁ। ଶକ୍ତି ଏବଂ ସୁରକ୍ଷା ସହ ଜଡ଼ିତ ତାଙ୍କୁ ସ୍ମରଣ କରିବାର କେବଳ କାର୍ଯ୍ୟ ଯେକୌଣସି ଦୂଷିତ ଶକ୍ତିକୁ ଦୂର କରିବା ପାଇଁ ଯଥେଷ୍ଟ। ଏକତ୍ର ଏହି ସରଳ କାର୍ଯ୍ୟଗୁଡ଼ିକ ଆପଣଙ୍କ ଘରକୁ ଏକ ସ୍ୱର୍ଗରେ ପରିଣତ କରେ, ଯେଉଁଠାରେ କୌଣସି ମନ୍ଦ ଶକ୍ତି ସ୍ଥାନ ପାଏ ନାହିଁ। ବନ୍ଧୁମାନେ, ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରତିକାର କରିବା ସମୟରେ ଏବଂ ପରେ ମଧ୍ୟ ଆପଣଙ୍କ ହୃଦୟରେ କାହା ପ୍ରତି କ୍ରୋଧ କିମ୍ବା ଈର୍ଷା ରଖନ୍ତୁ ନାହିଁ। ମୁଁ ଜାଣେ ଏହା କଷ୍ଟକର। ଯେତେବେଳେ କେହି ଆପଣଙ୍କ ପ୍ରତି ଅନ୍ୟାୟ କରିଛନ୍ତି, କ୍ରୋଧ ଆସିବା ସ୍ୱାଭାବିକ। ତଥାପି କ୍ରୋଧ ହେଉଛି ଏକ ଅଗ୍ନି, ଯାହା ଏହାକୁ ପୋଡ଼ି ଦେଉଥିବା ବ୍ୟକ୍ତିଙ୍କୁ ଗ୍ରାସ କରେ। ଯେତେବେଳେ ଆପଣ କାହା ବିରୁଦ୍ଧରେ କ୍ରୋଧ ରଖନ୍ତି, ଆପଣ ସେମାନଙ୍କୁ ଜାଳି ଦିଅନ୍ତି ନାହିଁ, ଆପଣ ନିଜକୁ ଜାଳି ଦିଅନ୍ତି। ଏବଂ ଯେତେବେଳେ ଆପଣ ଜାଳି ହୋଇଯାଆନ୍ତି, ଆପଣଙ୍କର ଶକ୍ତି ହ୍ରାସ ପାଏ, ଯେତେବେଳେ କି ଆପଣଙ୍କ ବିରୋଧୀଙ୍କର ଶକ୍ତି ବୃଦ୍ଧି ପାଏ। ତେଣୁ ପ୍ରତିକାର କରନ୍ତୁ ଏବଂ ନିଜ ଭିତରେ ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖନ୍ତୁ। ପ୍ରତିଶୋଧ ନୁହେଁ, ନ୍ୟାୟ ଖୋଜିବାରେ ଧ୍ୟାନ ଦିଅନ୍ତୁ। ଆକ୍ରମଣ ନୁହେଁ, ସୁରକ୍ଷା ଖୋଜନ୍ତୁ। ଯେତେବେଳେ ଆପଣ ଏହି ମାନସିକତା ରଖିବେ, ସେତେବେଳେ ପ୍ରତିକାର କାମ କରିବ ଏବଂ ପ୍ରକୃତି ଏହାର ନ୍ୟାୟ ପ୍ରଦାନ କରିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।